176ଟି ବିରଳ କଇଁଛକୁ ଚାଲାଣ କରୁଥିବା ବେଳେ ନବରଙ୍ଗପୁର ଝରିଗାଁ ବ୍ଲକର ଚକଲାପଦର ପଞ୍ଚାୟତ କଂଗ୍ରାର ସାପ୍ତାହିକ ହାଟପଦା ନିକଟରେ ଜଙ୍ଗଲ ବିଭାଗ 4 ଜଣଙ୍କୁ ଧରିଛି। ଏମାନେ ମୋଟର ସାଇକେଲ ଯୋଗେ ଏହି କଇଁଛମାନଙ୍କୁ ଚାଲାଣ କରୁଥିଲେ। ସେମାନଙ୍କୁ ଗିରଫ କରିବା ସହ କୋର୍ଟକୁ ଚାଲାଣ କରାଯାଇଛି। ରେଞ୍ଜର ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ସୂଚନା ଅନୁସାରେ ସୀମାନ୍ତ ଜିଲ୍ଲା କଳାହାଣ୍ଡିର ଗତ ମୁଣ୍ଡା ଗ୍ରାମରୁ କଇଁଛ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ୱାଇଲ୍ଡ ଲାଇଫ୍ ସ୍କ୍ୱାଡ୍ ଏବଂ ବନ ବିଭାଗ କର୍ମଚାରୀ ଟିମ୍ 4 ଜଣ କଇଁଛ ତସ୍କରଙ୍କୁ ଧରିବାରେ ସଫଳ ହୋଇଛନ୍ତି। ରାତି ପ୍ରାୟ 8ଟା ସମୟରେ ସେମାନଙ୍କୁ ଧରାଯାଇଛି। ରେଞ୍ଜର ନାୟକଙ୍କ ନେତୃତ୍ୱରେ ଜବତ ଜୀବନ୍ତ କଇଁଛକୁ ଝରିଗାଁ ସ୍ଥିତ ସେଣ୍ଟ୍ରାଲ ନର୍ସରୀଠାରେ ରଖାଯାଇଛି। କଇଁଛଗୁଡ଼ିକ ଉମରକୋଟ ଅଞ୍ଚଳରେ ବିକ୍ରି ପାଇଁ ନେଉଥିବା ଗିରଫ 4 ଜଣ ସ୍ୱୀକାର କରିଥିବା ସେ ସୂଚନା ଦେଇଛନ୍ତି। ଶତାଧିକ ସଂଖ୍ୟାରେ କଳାହାଣ୍ଡି ଅଞ୍ଚଳରେ ଲକ୍ଷାଧିକ ଟଙ୍କାରେ କଇଁଛ ଚାଲାଣ ହେଉଥିବା ବେଳେ ଏହା ପଛରେ ଏକ ରାକେଟ ଥିବା ସନ୍ଦେହ କରାଯାଉଛି। ଏହାର ତୃଣମୂଳ ସ୍ତରରେ ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ରେଞ୍ଜର ଗୋବିନ୍ଦ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଝରିଗାଁରୁ ମୁରଲୀଧର ହରିଜନଙ୍କ ରିପୋର୍ଟ। ଉପସ୍ଥାପନା ବୀରେନ୍ଦ୍ର କୁମାର ପାଣିଗ୍ରାହୀ। ନମସ୍କାର।